ରାତିରେ କ'ଣ ଆପଣଙ୍କ ନିଦ ଆସୁନି? ଯାହା ପାଇଁ ଆପଣ ବହୁତ ଗୁଡ଼ାଏ ମେଡ଼ିସିନ୍ ନଉଛନ୍ତି? ତ ଚାଲନ୍ତୁ, ଆଜି ଆପଣଙ୍କୁ ଜଣେଇବି ଘରୋଇ ଉପଚାରରେ ଆପଣ କେମିତି ନିଦଟିକୁ ଆଣିପାରିବେ। ଯଦି ସାଙ୍ଗମାନେ ମୋ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଯେଉଁ ବେଲ୍ ଆଇକନ୍‌ଟି ରହିଛି ତାକୁ ଆପଣ ପ୍ରେସ୍ କରିଦିଅନ୍ତୁ। ଏହାଦ୍ୱାରା ମୁଁ ଯେଉଁ ଭଲ ଭଲ ହେଲ୍ଥ ଟିପ୍ସ ଦେବି ଆପଣଙ୍କ ପାଖରେ ପହଞ୍ଚି ପାରିବ। ନମସ୍କାର ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ। ଆଜି ମୁଁ ଗୋଟେ ଘରୋଇ ଉପଚାରରେ ହେଲ୍ଥ ଟିପ୍ ନେଇ ପହଞ୍ଚି ଯାଇଛି। ପାଚିଲା କଦଳୀ। ପାଚିଲା କଦଳୀ ଦ୍ୱାରା ଆପଣ କେମିତି ଭାବରେ ଭଲ ନିଦ ଆଣିପାରିବେ ସେଇ ବିଷୟରେ ଜଣେଇବି। ଦେଖନ୍ତୁ, ଚାଲନ୍ତୁ ଆଜି ଜଣେଇବି ପାଚିଲା କଦଳୀର ଉପକାରିତା। ପାଚିଲା କଦଳୀ ମାଧ୍ୟମରେ ଆପଣଙ୍କର ଦେହର ନିଦ କେମିତି ଆସିପାରିବ ସେଇ ବିଷୟରେ ଆମେ ଜାଣିବା। ତ ଚାଲନ୍ତୁ ଏହାର ପ୍ରଣାଳୀ ଜାଣିବା। ଘରେ ଆମେ ଏହାକୁ କିଭଳି ଭାବରେ ତିଆରି କରିପାରିବା। ପାଚିଲା କଦଳୀରେ ରହିଛି ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍। ପାଚିଲା କଦଳୀରେ ପ୍ରଚୁର ପରିମାଣରେ ଆପଣଙ୍କର ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରହିଥାଏ, ଯାହାକି ଆମ ବଡ଼ିର ମାସଲକୁ ନ୍ୟାଚୁରାଲ ରିଲାକ୍ସ ଦେଇଥାଏ। ଗୋଟିଏ ପାଚିଲା କଦଳୀ ନେବେ, କେମିତି ଆପଣ ତିଆରି କରିବେ ଘରେ ସେଇ ବିଷୟରେ ମୁଁ ଜଣାଉଛି। ଗୋଟିଏ ପାଚିଲା କଦଳୀ ନେବେ, ତାକୁ 2ରୁ 3 ଭାଗ କରିବେ ଏବଂ ଏହାକୁ ଚୋପା ସହ ରଖିବେ। ଗୋଟେ ପେନ୍‌ରେ ପାଣି ନେବେ, ପାଣି ନେଇ 2-3 ଖଣ୍ଡ ଯେଉଁ କଦଳୀଟି କରିଥିବେ ତାକୁ ପକେଇକି 5 ମିନିଟ୍ ପର୍ଯ୍ୟନ୍ତ ସିଝାଇବେ। ସିଝେଇଲା ପରେ ସେଇ ଯେଉଁ ପାଣିଟି କଦଳୀ ଫୁଟି ଯାଇଥିବ ଯେଉଁ ପାଣିରେ, ସେ ଯେଉଁ ଚାହା ପାଣିଟିକୁ ଗୋଟେ କପ୍‌ରେ ଢାଳିବେ। ଆପଣ ଯଦି ନିଜର କିଛି ଫ୍ଲେଭର ଦେବା ପାଇଁ ଚାହୁଁଛନ୍ତି ତ ଆପଣ ଟିକେ ହନି ସେଥିରେ ମିଶାଇ ପାରିବେ। ତାପରେ ସେ ବିଛଣାକୁ ଯିବା 20 ମିନିଟ୍ ପୂର୍ବରୁ ସେ ପାଣିଟି ଆପଣ ପିଇବେ। ଆପଣ ଚାହିଁଲେ ଯେଉଁ କଦଳୀ ରହିଛି ତା ସହିତ ସେଇଟା ମଧ୍ୟ ଆପଣ ଖାଇପାରିବେ। ଏହାଦ୍ୱାରା ଆପଣଙ୍କର ନିଦ ଭଲ ହେବ। ଆପଣ ଯେଉଁ ନିଦ ହେଉନି ବୋଲି ବହୁତ ମେଡ଼ିସିନ୍ ଆପଣ ନେଉଛନ୍ତି, ଯେଉଁଟାକି ଦେହ ପାଇଁ ବହୁତ କ୍ଷତିକାରକ। ଏଇ ଯଦି କଦଳୀ ଏବଂ ପାଣି ଦ୍ୱାରା ଆପଣଙ୍କର ନିଦ ଭଲ ହୋଇପାରୁଛି, ଏହା ହେଉଛି 100% ନ୍ୟାଚୁରାଲ ଆପଣଙ୍କର। ଏଥିରେ କୌଣସି ବାହାର ଜିନିଷ ମିଶ୍ରିତ ନାହିଁ ଏବଂ ଆପଣଙ୍କର ଯଦି ନିଦ ଭଲ ହେଉଛି, ଏହା ମାନେ ଆପଣ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବେ।